ନମସ୍କାର। ଗୋଟେ କଥା ଜାଣିଛନ୍ତି, ଆମ ବାପା ମା ମାନେ କହନ୍ତି ଯଦି ଯିଏ ତମକୁ ହଇରାଣ କରୁଛି, ଯିଏ ତମକୁ ଅସୁବିଧାରେ ପକଉଛି, ତାକୁ ଛାଡ଼ି ଦିଅ, ତାକୁ ଭଗବାନଙ୍କ ପାଖରେ ଛାଡ଼ି ଦିଅ, ତାର ହିସାବ ନା ଭଗବାନ କରିବେ। ଥରେ ଭାବନ୍ତୁ, ଯଦି ଗୋଟେ କୁକୁର ଆମକୁ କାମୁଡ଼ିବ, ହୁଏତ ଆମେ ତାକୁ ଛାଡ଼ି ପାରିବା, କାରଣ ସିଏ ପଶୁ। କିନ୍ତୁ ଯଦି ଗୋଟେ ମଣିଷ ଆପଣଙ୍କୁ ବାରମ୍ବାର ହଇରାଣ କରୁଛି, ଆପଣ ତାକୁ କେମିତି ଛାଡ଼ିଦେବେ? ଗୋଟେ ଉଦାହରଣରୁ ବୁଝାଉଛି, ଯଦି କୁରୁ ସଭାରେ ଦ୍ରୌପଦୀଙ୍କୁ ହଇରାଣ କରାଯାଇ ନଥାନ୍ତା, ତାଙ୍କୁ ଏତେ ନିର୍ଲଜ କରାଯାଇ ନଥାନ୍ତା, ତାଙ୍କୁ ଏତେ ବିବସ୍ତ୍ର କରାଯାଇ ନଥାନ୍ତା, ଅସହାୟ କରାଯାଇ ନଥାନ୍ତା, ତାହେଲେ ଏ ମହାଭାରତ ନା ସୃଷ୍ଟି ହେଇନଥାନ୍ତା। ସେଥିପାଇଁ କି ସବୁବେଳେ ନିଜ ସମ୍ମାନ ପାଇଁ ଠିଆ ହୁଅନ୍ତୁ। ଯଦି ଆଜି ଗୋଟେ ଥର ଗୋଟେ ଲୋକ ନା ଆପଣଙ୍କୁ ହଇରାଣ କରିଦେଇଛି, ସେ ଯଦି ଜାଣିଦେଲା ଆପଣ ନିଜ ପାଇଁ ଠିଆ ହଉନାହାନ୍ତି, ହୁଏତ ତାର ହଇରାଣ କରିବାର ସୀମାଟା ନା ଆହୁରି ବଢିଯିବ, ଆଉ ଆପଣଙ୍କ ସହିବା ସୀମାଟାକୁ ସେ ଟପିଯିବ। ରାଧେ ରାଧେ।